ଆପଣଙ୍କ ଘରେ ଯଦି ରାଇସ୍ ବଞ୍ଚି ଯାଉଛି ତାହେଲେ ଆପଣ କ'ଣ କରୁଛନ୍ତି ଫଟାଫଟ ମୋତେ କମେଣ୍ଟ ସେକ୍ସନରେ ଜଣାନ୍ତୁ। କିନ୍ତୁ କ'ଣ କଲି, ଗ୍ୟାସ୍ ଅନ୍ କରି କଡ଼େଇ ବସାଇ ଦେଇ ଗୋଟେ ବଡ଼ ଚାମଚ ତେଲ ଦେଇ ସେଥିରେ କିଛି ଜିରା ଫୁଟେଇ ନେଲି ଏବଂ କିଛି କଟା ଅଦା ପକାଇ ଭାଜି ନେଲି। ଅଦା ଜିରାକୁ 1 ମିନିଟ୍ ଭାଜି ସାରିଲା ପରେ ଘରେ ଯାହା ବି ପରିବା ଥିଲା ତାକୁ ଏଥିରେ ମୁଁ ବ୍ୟବହାର କରିନେଲି। ଆପଣ ଚାହିଁଲେ କଟା ପିଆଜ ରସୁଣକୁ ନେଇ ପ୍ରସ୍ତୁତ କରିପାରିବେ, କିନ୍ତୁ ମୁଁ ଏଠାରେ କେବଳ ଅଦାକୁ ବ୍ୟବହାର କରିଛି। ଆଜି ମୁଁ ଏଠାରେ କିଛି କଟା କ୍ୟାପ୍ସିକମ୍, ବିନ୍ସ, ଗାଜର, ଗ୍ରୀନ୍ ମଟର ଏବଂ ପତ୍ରକୋବି ପକାଇ 2ରୁ 3 ମିନିଟ୍ ହାଇ ଫ୍ଲେମ୍ରେ ଭାଜି ନେଲି। ଏହାକୁ ଅଧିକା ଭାଜିବେ ନାହିଁ, ଏହା ଜଷ୍ଟ କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ ଏହାକୁ ଟିକେ ଭାଜିବେ। ବର୍ତ୍ତମାନ ଏଇଠି ମୁଁ ସୋୟାବିନ୍କୁ ସିଝେଇ ଦେଇକରି ତାକୁ ଟିକେ ଛୋଟ ଛୋଟ ପିସ୍ କରି ପକାଇ ଦେଇଛି। ତାପରେ ମୁଁ ଏଠାରେ ଅଳ୍ପ ପନିର ଏଇଠି ଆଡ଼୍ କରି ତାକୁ ଟିକେ ଭଲ ଭାବରେ ଏହା ସହିତ ମିଶାଇ ନେଲି। ଆପଣଙ୍କ ନିକଟରେ ଯେଉଁ ବି ପରିବା ନଥିବ ତାକୁ ସ୍କିପ୍ କରିପାରିବେ। ପନିର କ୍ୟାପ୍ସିକମ୍ ନଥିଲେ ମଧ୍ୟ ଟେନସନ୍ ନେବାର ଆବଶ୍ୟକତା ନାହିଁ। ଏଇଠି ମୁଁ ଦେଇଦେଇଛି ସେଜୱାନ୍ ଫ୍ରାଏଡ଼୍ ରାଇସ୍ ମସଲା, ଯେଉଁଟାକି ଏଥିରେ ଆଡ଼୍ କଲେ ଆର ଟେଷ୍ଟ ବହୁତ ଭଲ ଆସେ। ମସଲାକୁ ଟିକେ ପରିବା ସହିତ 1ରୁ 2 ମିନିଟ୍ ଭଲ ଭାବରେ ମିଶାଇ ନେବା। ଏଇଠି ଆମର ପୂର୍ବରୁ ଥିବା ରାଇସ୍କୁ ଏ ମସଲା ପରିବା ସହିତ ପକାଇଦେବା। ଆହୁରି ୟାକୁ 2ରୁ 3 ମିନିଟ୍ ଭଲକରି ଭାଜି ନେବା। ସମସ୍ତ ଜିନିଷ ଏଠାରେ ଭଲକରି ମିଶି ସାରିଲା ପରେ ମୁଁ ଏଠି ଦେଇଦେଲି 1/4 ଚାମଚ ପିପର ପାଉଡ଼ର। ତାକୁ ମଧ୍ୟ ଭଲକରି ମିଶାଇ ନେବା। ଆଉ ଲାଷ୍ଟରେ ଏଇଠି ଦେଇଦେବା କିଛି କଟା ଧନିଆ ପତ୍ର। ଦେଖନ୍ତୁ ଆମର ରେଡ଼ି ହୋଇଗଲା ବର୍ତ୍ତମାନ ଫ୍ରାଏଡ଼୍ ରାଇସ୍। ଫଟାଫଟ ଏହାକୁ ସର୍ଭ କରନ୍ତୁ। ଗରମ ଗରମ ଖାଇ ଏହାର ମଜା ନିଅନ୍ତୁ। ଦିନେ ଭାତକୁ ପଖାଳ କରି ଖାଇପାରିବା, କିନ୍ତୁ ଶୀତ ଦିନେ ଟିକେ ଟେଷ୍ଟ ଚେଞ୍ଜ କରି ଏମିତି ଖାଇଲେ ଛୋଟ ପିଲା କ'ଣ ଆମମାନଙ୍କୁ ମଧ୍ୟ ଖାଇବାକୁ ବହୁତ ଭଲ ଲାଗିବ। ଗୋଟେ ଭଲ ଲାଗିଥିଲେ ଗୋଟେ ଲାଇକ୍, କମେଣ୍ଟ, ସେୟାର କରିବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ମୋ ପେଜ୍କୁ ଫଲୋ କରିବେ। ୟୁଟ୍ୟୁବ୍ ମୋ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେ ନାହିଁ। ଆଜି ପାଇଁ ରହିଲି, ପୁଣି ଆସିବେ ଆଉ ଏକ ନୂଆ ଭିଡ଼ିଓ ନେଇ ଆପଣଙ୍କ ନିକଟକୁ। ସେ ପର୍ଯ୍ୟନ୍ତ ନମସ୍କାର, ଜୟ ଜଗନ୍ନାଥ।